ସମସ୍ତଙ୍କୁ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ, ଆସୁଥିବା ବାର୍ଷିକ ପରୀକ୍ଷା ପଞ୍ଚମ ଶ୍ରେଣୀ ସାହିତ୍ୟ ବିଷୟର କିଛି ବଛା ବଛା ପ୍ରଶ୍ନ ନେଇକି ଆସିଛୁ, ଯେଉଁଟାକି ପରୀକ୍ଷାରେ 100% ଆସିବ। ପିଲାମାନେ, ତ ଯେଉଁମାନେ ବି ନୂଆ ଅଛ, ଏବେ ହିଁ ଆମ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ସେସନ୍ଟିକୁ ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅ ଏବଂ ଗୋଟେ ଗୋଟେ ଲାଇକ୍ କରିବାକୁ ଭୁଲିବନି। କ'ଣ ପାଇଁ? ଯେହେତୁ ଆଗକୁ କେବଳ ସାହିତ୍ୟ ନୁହେଁ, ଆମର ଇଂରାଜୀ, ଗଣିତ, ବିଜ୍ଞାନ, ତା ସହିତ ସାମାଜିକ ବିଜ୍ଞାନ ମଧ୍ୟ ବଛା ବଛା ପ୍ରଶ୍ନ ପରୀକ୍ଷାରୁ ଯୋଗାଇ ଦେବୁ, ପରୀକ୍ଷା ପୂର୍ବରୁ ଯୋଗାଇ ଦେବୁ ପିଲାମାନେ। ଠିକ୍ ଅଛି, ତ ଚାଲ ଡେରି ନ କରି ସେସନ୍ଟିକୁ ଆରମ୍ଭ କରିବା। ଠିକ୍ ଅଛି, କ'ଣ ଆସୁଛି ପ୍ରଶ୍ନ ଦେଖ ପିଲାମାନେ। ପ୍ରଶ୍ନ ଆସୁଛି ଦେଖ, ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଦିଅ ବୋଲି ପ୍ରଥମ ପ୍ରଶ୍ନ ଆମକୁ ପଚାରିଛି। ତ 5 ନମ୍ବର କ'ଣ କହୁଛି ନା, ପ୍ରକୃତ ବନ୍ଧୁ କାହାକୁ କୁହାଯାଏ? ପିଲାମାନେ ଦେଖ, ପ୍ରକୃତ ବନ୍ଧୁ ଦେଖ ପିଲାମାନେ, ଯେଉଁ ବନ୍ଧୁ ବିପଦ ବେଳେ ସାହାଯ୍ୟ କରେ ତାକୁ ହିଁ ପ୍ରକୃତ ବନ୍ଧୁ କୁହାଯାଏ। ଠିକ୍ ଅଛି, ସୁଖ ବେଳେ ତ ସମସ୍ତେ ମାନେ ମୋର ବୋଲି କହିବେ, ନାଇଁ କି? ଯେ ଦୁଃଖ ସମୟରେ, ବିପଦ ପଡ଼ିଥିବା ସମୟରେ ଯେ ତୁମକୁ ସାହାଯ୍ୟ କରିବ, ଯେ ହାତ ଧରିବ, ସେଇ ହେଲା ଜୀବନର ପ୍ରକୃତ ବନ୍ଧୁ। ତାପରେ ଦ୍ୱିତୀୟ ପ୍ରଶ୍ନ କ'ଣ ଆସୁଛି ପିଲେ ଦେଖ, କ'ଣ କହୁଛି? ଶିଶୁମାନଙ୍କୁ ରକ୍ତ କମଳ ବୋଲି କାହିଁକି କୁହାଯାଇଛି? ତ ଦେଖ ପିଲାମାନେ, ରକ୍ତ କମଳ ଦେଖିବାକୁ ସୁନ୍ଦର ଏବଂ ଅତୁଳନୀୟ। ତାର ସୌନ୍ଦର୍ଯ୍ୟ ଓ କୋମଳତା ସହ ଶିଶୁ ତୁଳନୀୟ ହୋଇଥିବାରୁ ଶିଶୁମାନଙ୍କୁ ରକ୍ତ କମଳ ବୋଲି କୁହାଯାଇଛି। ଏଇଟା ହେଉଛି ଶିଶୁମାନଙ୍କୁ ରକ୍ତ କମଳ କହିବାର ମୁଖ୍ୟ କାରଣ। ଦୁଇଟା ପଚାରିଛି ପିଲାମାନେ, ଦୁଇଟା ଲେଖିବ, କିନ୍ତୁ ଆଉ ଗୋଟିର ଆନ୍ସର୍ ମଧ୍ୟ ଜଣାଇ ଦେଉଛି। ତୁମକୁ ଯେଉଁଟା ଭଲ ଲାଗିବ ତୁମେ ସେଇଟା ପରୀକ୍ଷାରେ ଛାପିବ। ଗୋପବନ୍ଧୁଙ୍କ ମନ କାହିଁକି ଅସ୍ଥିର ଥିଲା? ଗୋପବନ୍ଧୁଙ୍କର ମନ କାହିଁକି ଅସ୍ଥିର ଥିଲା? ତାର ଟିକେ ମାନେ ବଡ଼ ହବ ଉତ୍ତର। ଠିକ୍ ଅଛି, ସମସ୍ତେ ଜାଣିଛ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଜଣେ ଦରଦୀ ମଣିଷ। ଦୁଃଖ ମାନେ ଅନ୍ୟର ଦୁଃଖ ଦରିଦ୍ର ସେ ଦେଖି ସହ୍ୟ କରିପାରୁନଥିଲେ, ସେଇଭଳିଆ ଗୋଟେ ମଣିଷ ଥିଲେ। ଓଡ଼ିଶାର ନାନା ଦୁର୍ବିପାକ ତଥା ବିପଦ ସମୟରେ ସେ ଆଖିରୁ ଲୁହ ଢାଳି ଦରିଦ୍ର ଜନତାର ବିପଦ ସମୟରେ ସେବା କରୁଥିଲେ ତାଙ୍କୁ। ଠିକ୍ ଅଛି, ନିଜ ପୁଅଙ୍କୁ ଛାଣିକି ସେ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦେଖିକି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। କିଏ? ନା, ଆମର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଠିକ୍ ଅଛି, ଓଡ଼ିଶାର ଗୋଟେ ରତ୍ନ। ବୁଝି ହେଲା? ଠିକ୍, ତ ତାଙ୍କର ସେହି ମନୋଭାବରେ ସେ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିଲେ। ବୁଝିହେଲା? ଏମିତି ଲେଖିବ ଟିକେ ସୁନ୍ଦର କରିକି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖ ପିଲାମାନେ, କ'ଣ ଆସୁଛି? ସରଳାର୍ଥ ଆସୁଛି। ମୁଁ ତୁମକୁ କହିଥିଲି ସରଳାର୍ଥ ହିଁ ପ୍ରଶ୍ନ ଆସିବ। ହେଲା, ତ ଦେଖିବା କ'ଣ ସରଳାର୍ଥରେ ଆସୁଛି। ଦେଖ ପିଲାମାନେ, ସରଳାର୍ଥ ଦେଖ ଦୁଇଟା ଲେଖିବାକୁ ପଡ଼ିବ। ହେଲା, ତ ପ୍ରଥମେ କ'ଣ କହୁଛି ଦେଖ ପିଲାମାନେ, ସମଧର୍ମୀ ନ ହୋଇ ମଧ୍ୟ ସେମାନଙ୍କର ସମ୍ପର୍କ ଅବିଚ୍ଛେଦ। ସମଧର୍ମୀ ନ ହୋଇ ମଧ୍ୟ ସେମାନଙ୍କର ସମ୍ପର୍କ ଅବିଚ୍ଛେଦ, ୟାକୁ ସରଳାର୍ଥ ଲେଖିବ। କିମ୍ବା ଆଉ ଗୋଟେ ଅଛି ଦେଖ ପିଲାମାନେ, ଆଉ ଗୋଟେ ଅଛି, ଏଇଟା ଲେଖିବ ନଚେତ ଏଇଟା ଲେଖିବ, ଦୁଇଟା ମଧ୍ୟରୁ ଗୋଟିଏ। ତାପରେ ଆଉ ଗୋଟେ ବି ଅଛି ଦେଖ, ତାର କିମ୍ବା କ'ଣ ଅଛି ଦେଖ ପିଲାମାନେ, ସେହି ବ୍ୟକ୍ତି ଜୀବନରେ ସିଦ୍ଧି ଲାଭ କରେ ଯେ କର୍ମକୁ ତପସ୍ୟା ଭାବରେ ଗ୍ରହଣ କରି ନେଇଥାଏ। ସେ ବ୍ୟକ୍ତି ଯେ ନିଜର କର୍ମକୁ ତପସ୍ୟା। ଠିକ୍ ଅଛି, ଆଉ ତୁମେ ଭାବିବ କି ନାହିଁ ପାଠ ତ ପଢ଼ିବି, ଆଜି ନହେଲେ କାଲି ପଢ଼ିବି, ନାଇଁ କି? ପରୀକ୍ଷା ଦେଖ ଆସି ପହଞ୍ଚିଗଲା, ନାଇଁ କି? କରୁ ଖ ଜାଣି ନ କହିଲେ ଚଳେ। ଗୋଟେ ଗୋଟେ ମୁଁ କହୁନି ସମସ୍ତଙ୍କୁ, ଠିକ୍ ଅଛି? ଗୋଟେ ପିଲା ଅଛନ୍ତି ଆଜି ନହେଲେ କାଲି କରିବି ମୋର ଗୃହ କାର୍ଯ୍ୟ, ଅଭ୍ୟାସ କାର୍ଯ୍ୟ। ଭାଇ ଦେଖ, ପରୀକ୍ଷା ଆସି ମୁଣ୍ଡରେ ଛିଡ଼ା ହେଲା, ଏବେ କ'ଣ କରିବ କୁହ? ଠିକ୍, ତ ଯେ କର୍ମ, ଏଇଟା ଲେଖିବ ସରଳାର୍ଥ। ଏଇଟା ତ ଗୋଟେ ଲେଖିବ, ଯେଉଁ ମାନେ ଦୁଇଟା ମଧ୍ୟରୁ ଗୋଟେ ଲେଖିବ। ତାପରେ ଦେଖ ଆଉ ଗୋଟେ ଆମର ପଦ୍ୟ ପାଖରୁ କ'ଣ ଆସୁଛି? ଆଶ୍ରିତ ଜନରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ। ଏଇଟା ଲେଖିବ, ଆଶ୍ରିତ ଜନରକ୍ଷା ପାଇଁ
ଦଳପତି ସିନା ସାଜିଛି ମୁହିଁ, ଏଇଟା ଲେଖିବ। କିମ୍ବାରେ କ'ଣ ଅଛି ଦେଖ, ବନ୍ଧୁରେ ପଥେ ଆମ ଅଭିଯାନ, ଆମେ ନବ କିଶଳୟ। ବନ୍ଧୁର ପଥେ, ବନ୍ଧୁର ବୋଲି ଜାଣିଛ ପିଲାମାନେ, ଖଦଡ଼ା ଅଦଡ଼ା ଖଦଡ଼ା ମାନେ ରାସ୍ତା, ଠିକ୍ ଅଛି, ଖାଲ ଢିପ ରାସ୍ତା। ହଉ, ଦୁଇଟା ପିଲାମାନେ ସରଳ ଅର୍ଥ। ତାପରେ ପରବର୍ତ୍ତୀ ଦେଖ ପିଲାମାନେ, ଆମକୁ ପ୍ରବନ୍ଧ ଲେଖିବାକୁ ପଡ଼ିବ, ଗୋଟେ ଏସେ ଲେଖିବାକୁ ପଡ଼ିବ, ଠିକ୍ ଅଛି। ମୁଁ ତୁମକୁ ଅପସନ୍ ଦେଉଛି, ଦେଖ, ସମ୍ବାଦପତ୍ର ବିଷୟରେ ଗୋଟେ ଏସେ ଲେଖିବ। ତା ପରିବର୍ତ୍ତେ ଭ୍ରମଣର ଉପକାରିତା, ଯେଉଁଟା ତୁମକୁ ଇଚ୍ଛା ଲାଗିବ ହେଲା, ଯେଉଁଟା ତୁମେ ମାନେ ଭାଇବ ଯେ ନାଇଁ ମୁଁ ଏଥିରେ ବହୁତ ସୁନ୍ଦର ଭାବରେ ଲେଖିପାରିବି, ବହୁତ ସୁନ୍ଦର ଭାବରେ ସଜେଇକି ଲେଖିପାରିବି ହେଲା, ତାହେଲେ ଲେଖିବ, କିଛି କଥା ନାହିଁ। ଶୀତ ଋତୁ, ଶୀତ ଋତୁ ବି ଆସୁଛି ଦେଖ ପିଲାମାନେ, ମୁଁ ତ ଗ୍ରୀଷ୍ମ ଋତୁ ଆସିବ ବୋଲି ଭାବୁଛି ପିଲାମାନେ, ତାପରେ ନୂଆଖାଇ ଦେଖିବା। ଦେଖିଥିବା ପ୍ରଦର୍ଶନୀ, ଏଇଟା ମଧ୍ୟ ଗୋଟେ ଅପସନ୍ ଅଛି, ଯେଉଁଟା ଭଲ ଲାଗିବ ନିଜକୁ, ଯେଉଁଟା ନିଜର ମନ ଭିତରେ ଥିବା ଯେଉଁମାନେ ତୁମର ମାନେ ଅନ୍ତରଙ୍ଗ ଭାବକୁ ଯେଉଁଟା ତୁମେ ଲେଖା ମାଧ୍ୟମରେ ଦର୍ଶାଇ ପାରିବ ହେଲା, ଏଇ ଚାରିଟା ମଧ୍ୟରୁ ଯେଉଁଟା ହେଲେ ଗୋଟିଏ ଚୁଜ୍ କରିବ, ଠିକ୍ ଅଛି। ହଉ, ପରବର୍ତ୍ତୀ ଦେଖ ପିଲାମାନେ, ଗୋଟେ ପତ୍ର ଲେଖିବାକୁ ପଡ଼ିବ, ଦରଖାସ୍ତ ବା ପତ୍ର ଲେଖିବାକୁ ପଡ଼ିବ। ଦୁଇଟାରୁ ଗୋଟେ ଲେଖିବ, ଯେଉଁଟାରେ ଗୋଟିଏ, ଯେକୌଣସି ଗୋଟିଏ ଦରଖାସ୍ତ ବା ପତ୍ର ଲେଖ। ତ କ'ଣ ଆସୁଛି ଦେଖ, ସାଧାରଣତନ୍ତ୍ର ଦିବସ କିପରି ପାଳନ କଲ? ସାଧାରଣତନ୍ତ୍ର ଦିବସ କିପରି ପାଳନ କଲ, ସାଙ୍ଗ ନିକଟକୁ ପତ୍ର, ଏଇଟା ଲେଖିବ। କିମ୍ବା ଆଉ ଗୋଟେ କ'ଣ ଆସୁଛି ଅପସନ୍ ଦେଖ, ହଇଜାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ। ଗୋଟେ ପତ୍ର ଅଛି, ଗୋଟେ ଦରଖାସ୍ତ ଅଛି, ଦେଖିବ ଯେଉଁଟା ଭଲ ଲାଗିବ। ମୁଁ ତ ଦରଖାସ୍ତ ଲେଖ ବୋଲି କହିବି, ନାଇଁକି, ସମସ୍ତେ ପତ୍ର ଲେଖିପାରିବେ, ହେଲେ ଖାଲି ବର୍ଣ୍ଣନା କରିବାର ଅଛି ପତ୍ରରେ, କିଛି ନାହିଁ, ଠିକ୍। ହଇଜା ପ୍ରତିକାର, ହଁ, ହଇଜା ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ, ଏଇଟା ଲେଖିବାକୁ ମୁଁ ନିଶ୍ଚୟରେ ସଜେଷ୍ଟ କରିବି, ବାକି ତୁମ ଇଚ୍ଛା ହେଲା। ତ ଦେଖ ପିଲାମାନେ, ଏଇ ଥିଲା ଆସୁଥିବା ଆମର ବାର୍ଷିକ ପରୀକ୍ଷା ପାଇଁ ସାହିତ୍ୟର କିଛି ବଛା ବଛା ପ୍ରଶ୍ନ। ତାପରେ ମନେ ରଖ, ଆସୁଥିବା ଆମର ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନର ବଛା ବଛା ପ୍ରଶ୍ନ ଆମେ ଯୋଗାଇ ଦେବୁ। ତ ଯେଉଁମାନେ ନୂଆ ଅଛ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର, ସେସନଟିକୁ ସାଙ୍ଗସାଥିମାନଙ୍କୁ ସେୟାର କରିଦେବ ପିଲାମାନେ, ଏବଂ ଗୋଟେ ଗୋଟେ ଲାଇକ୍ କରିବାକୁ ଭୁଲିବନି, ଠିକ୍ ଅଛି। ରହୁଛି, ପୁଣି ଦେଖା ହେବ ଏ କିଛି ସମୟ ପରେ ଆଉ ଗୋଟେ ଜବରଦସ୍ତ ସେସନରେ, ଠିକ୍ ଅଛି ପିଲାମାନେ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।